ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ ଏକ୍ଟୁ ପକ୍ଷରୁ ବିଭିନ୍ନ ଦାବି ନେଇ ରମାନଗୁଡ଼ା ଚାକୁଣ୍ଡା ହାଡ଼ପଦାଠାରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ 26,000 ଟଙ୍କା, ପାଚିକାମାନଙ୍କୁ 10 ମାସ ପରିବର୍ତ୍ତେ 12 ମାସର ପାରିଶ୍ରମିକ ପ୍ରଦାନ କରିବା, ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ୍ ପଡ଼ିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିନ୍ତ ନିଯୁକ୍ତି କରିବା, ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା, ଶ୍ରମିକ ଓ କର୍ମଚାରୀ ବିରୋଧ ଶ୍ରମ କୋଡକୁ ବାତିଲ କରିବା, ଛାତ୍ରଛାତ୍ରୀମାନଙ୍କର ମୁଣ୍ଡ ପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରିବା ସହ ନୂତନ ଶିକ୍ଷାନୀତି 2020କୁ ବାତିଲ କରିବା ଆଦି ମୁଖ୍ୟ ଦାବି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତ୍ରିପତି କମାଙ୍ଗ ସଭାପତିତ୍ୱ କରିଥିବା ବେଳେ ପଦ୍ମାବତୀ ଶବର, ପ୍ରତିମା ଶବର, ତପସ୍ୱିନୀ ଦୁରା, ଉର୍ମିଳା କଣ୍ଡାଗରୀ, ଅପ୍ସରୀ ଶବର, ତୁଳସା ପିରିପାକା, କୁମାରୀ ଶବର, ସରୋଜିନୀ ମୁକୁଟା ପ୍ରମୁଖ ସହଯୋଗ କରିଥିଲେ। ପାଚିକା ସହାୟକ ସଂଘର ଉପଦେଷ୍ଟା ଆଜି ରାମନାଗୁଡ଼ା ବ୍ଲକର ପାଚିକା ସହାୟକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। କାରଣ ପାଚିକା ସହାୟକ ମାନଙ୍କୁ ମାସିକ 26,000 ଟଙ୍କା ସ୍ଥାୟୀ ନିଯୁକ୍ତି ଏବଂ ବୀମା କ୍ଷେତ୍ରରେ ଲାଗୁ କରିବା, 4ଟି ସୂତାଲୁଗା ଏବଂ ପେନସନ୍ ଯୋଗାଇବା ଦାବି ଉପରେ ଆଜି ବୈଠକ ହୋଇଥିଲା। ଏବଂ ଆମେ ସରକାରକୁ, କେନ୍ଦ୍ର ସରକାରକୁ ବହୁବାର ଆମେ ଜଣାଇଛୁ କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ନ ଶୁଣିବା ଫଳରେ ଚଳିତ ମାସ 16 ତାରିଖ ଦିନ ହେଉଛି ଦେଶବ୍ୟାପୀ ଧର୍ମଘଟ ହଡ଼ତାଲ ହେବ। ସେଥିପାଇଁ ହେଉଛି ଓଡ଼ିଶା ସରକାର ଓ କେନ୍ଦ୍ର ସରକାରକୁ ଜଣାଇବା ପରେ ଆଜି ଆମର ବୈଠକ ଅନୁଷ୍ଠିତ ହୋଇଛି। 16 ତାରିଖ ଦିନ ସମ୍ପୂର୍ଣ୍ଣ ଭାବରେ ଭାରତ ବନ୍ଦ ସଫଳ ହେବ। ଟଙ୍କାର କାମ କରୁଛୁ ଆଜ୍ଞା, 100 ଟଙ୍କାର କାମ କରୁଛୁ, ଆମକୁ କେବେ ତାଙ୍କେ ଭଲ ଇଏ କରୁନାହାନ୍ତି। ଆଉ ନବୀନ ବାବୁ ଏଯାକ ଜାଣିଥିଲେ, ସେ ବିବାହ ହେଇଥିଲେ, ତାଙ୍କେ ଜାଣିଥାନ୍ତେ ତାଙ୍କର ପିଲା କୁଟୁମ୍ବ ମାଇପ କେମିତି ଇଏ କରୁଛନ୍ତି, ତାଙ୍କୁ ଜଣା ପଡ଼ିଥାନ୍ତା। ତାଙ୍କେ ଜାଣିନନ୍ତି, ନ ଜାଣିବାରୁ ଆମର ଦୁଃଖ ତାଙ୍କେ ଜାଣୁନାହାନ୍ତି। ତାଙ୍କେ ଜାଣିଥିଲେ ତ ଲୋକର ଦୁଃଖ ଜାଣିଥାନ୍ତେ। ଆମେ ପିଲାମାନଙ୍କର ବାଧା ପଡ଼ି ଆଗରୁ 100 ଟଙ୍କାର କାମ ବୋଇଲେ ମାସକୁ କେତେ ଆଜ୍ଞା 100 ପଇସା ମଧ୍ୟ ନାହିଁ। ସବୁଠୁ ଆମେ କାମ କରି ଏବେ ପର୍ଯ୍ୟନ୍ତ କରୁଛୁ, ସିନା ଆମର ଦୁଃଖ ସୁଖ ତାଙ୍କୁ ଜାଣୁନାହାନ୍ତି। ତାଙ୍କୁ ଦରମା ବଢ଼ୁଛି, ନବୀନ ବାବୁକୁ, MLକୁ ଦରମା ବଢ଼ୁଛି, ମାଷ୍ଟରମାନଙ୍କୁ ଦରମା ବଢ଼ୁଛି, କିନ୍ତୁ ଆମକୁ ଦରମା ବଢ଼ୁନି। ଗୁଣପୁରରୁ ସ୍ୱତନ୍ତ୍ର ପ୍ରତିନିଧି ବିଭୁ ପ୍ରଶାନ୍ତଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।